ମିଶୋରୁ ଗୋଟେ ପାର୍ସଲ ଆସିଛି। ଭାବନ୍ତୁ ତ ଏଥିରେ କ'ଣ ଆସିଛି? ଖୋଲିକି ଦେଖିବା ଏଥିରେ କ'ଣ ଆସିଛି। ଚାଲନ୍ତୁ। ଏଥିରେ ଏଇଭଳିଆ ବି କିଛି ଶାଢ଼ୀର କଭର ଆସିଛି। ପୂର୍ବରୁ ମୁଁ ଏଇ ଶାଢ଼ୀ କଭର ଗୁଡ଼ିକ ଅର୍ଡ଼ର କରିଥିଲି। ଏଥିରେ ଫୁଲ ପଡ଼ିଛି ଆଉ ଇଏ ପୁରା ସାଧା ଅଛି, କିନ୍ତୁ ଦୁଇଟିର କ୍ୱାଲିଟି ପୁରା ସମାନ ଅଛି। ଏଇ ଯେଉଁ କଭର ଅଛି ଯେଉଁଥିରେ କି ଫୁଲ ପଡ଼ିଛି ୟାକୁ ମୁଁ 168 ଟଙ୍କା ଦେଇକି ଅର୍ଡ଼ର କରିଥିଲି, ଯେଉଁଥିରେ କି 12 ପିସ୍ ଥିଲା। ଆଉ ଏଇ ଯେଉଁ ସାଧା ଶାଢ଼ୀ କଭର ଦେଖୁଛନ୍ତି ୟାର 12 ପିସ୍କୁ 130 ଟଙ୍କା ପଡ଼ିଥିଲା। ଆଉ ୟାର ମୁଁ 24 ପିସ୍ ଅର୍ଡ଼ର କରିଥିଲି, ଯାହାକି ମୋତେ 260 ଟଙ୍କା ପଡ଼ିଥିଲା। ଏଇ ଯେଉଁ ଶାଢ଼ୀ କଭରକୁ ୟୁଜ୍ କରିକି ଆପଣ ଯଦି ଶାଢ଼ୀ ଗୁଡ଼ିକ ରଖୁଛନ୍ତି ତାହେଲେ ଆପଣଙ୍କ ଶାଢ଼ୀ ଗୁଡ଼ିକ ଏଭଳି ଭାବେ ସଜାଡ଼ି ହେଇ ରହିବ। ଆପଣଙ୍କ ଶାଢ଼ୀର ଭାଙ୍ଗ ବିଲକୁଲ ବି ଖରାପ ହେବନି, ବହୁତ ଦିନ ପର୍ଯ୍ୟନ୍ତ ଲାଷ୍ଟିଂ ମଧ୍ୟ କରିବ। ଆଉ ଯଦି ଆପଣ ଗଡରେଜରେ ୟାକୁ ସଜାଡ଼ିକି ରଖିବା ପାଇଁ ଚାହୁଁଛନ୍ତି ତାହେଲେ ଆପଣଙ୍କ ଗଡରେଜରେ ଇଏ ସୁନ୍ଦର ଭାବେ ସଜାଡ଼ି ହେଇକି ରହିବ। ଅଳ୍ପ ଜାଗାରେ ଆପଣ ବହୁତ ଗୁଡ଼ିଏ ଶାଢ଼ୀ ଆପଣଙ୍କ ଆଲମିରାରେ ବା ଗଡରେଜରେ ରଖିପାରିବେ। ଯଦି ଆପଣମାନେ ପଚାରିବେ ଦୁଇଟି କଭରରୁ କେଉଁ କଭର ଅର୍ଡ଼ର କରିବେ, ତାହେଲେ ମୁଁ କହିବି ସାଧାବାଲା କଭରଟି ଅର୍ଡ଼ର କରନ୍ତୁ, କାହିଁକିନା ଯାହାକି ଆପଣଙ୍କୁ ଏଇ ଫୁଲ ପକା କଭର ଠାରୁ 38 ଟଙ୍କା କମ୍ରେ ମିଳିଯିବ। ଆଉ ଦୁଇଟିର କ୍ୱାଲିଟି ଯେହେତୁ ସମାନ ଅଛି ତେଣୁ କିଛି ବି ଅସୁବିଧା ନାହିଁ। ଆଉ ୟାର ଯଦି ଆପଣ ଲିଙ୍କ୍ ଚାହୁଁଛନ୍ତି ତାହେଲେ ସବସ୍କ୍ରାଇବ୍ କରିକି ଚ୍ୟାନେଲକୁ କମେଣ୍ଟ କରନ୍ତୁ, ଲିଙ୍କ୍ ମିଳିଯିବ।